ବାହାଲୁଣ୍ଡା ସ୍କୁଲ ନିକଟରେ ଦୁଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, 3 ଆହତ। ହିନ୍ଦୋଳ ବ୍ଲକ ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ସ୍କୁଲ ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ 3 ଜଣ ଆହତ। ଗୋବିନ୍ଦପୁରରୁ ଦୁଇ ଯୁବକ ନାମ ମନୋରଞ୍ଜନ ନାୟକ ଓ ଜିତୁନ ନାୟକ କୌଣସି କାମରେ 7 ମାଇଲ ଅଭିମୁଖେ ଯାଉଥିବା ବେଳେ ଚୌବନପୁରର ଜଣେ ବୟସ୍କ ଲୋକ ନାମ ଅକ୍ଷୟ ବେହେରା ବୟସ 60 ବର୍ଷ ତାଙ୍କ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ 3 ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଯୁବକ ଓ ଜନମଙ୍ଗଳ ରାସଳ ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀ ଓ ସମାଜସେବୀ ତଥା ଲୋଟସ୍ ହୋଟେଲର ମାଲିକ ହରିହର ଦାସ, ସୁଶାନ୍ତ ପଟ୍ଟନାୟକ, ବିମ୍ବାଧର ପଟ୍ଟନାୟକ, ଅବିନାଶ ଖିଲାର, ନରେଶ ଖିଲାର, ପ୍ରଦୀପ ଦାସଙ୍କର ମିଳିତ ସହାୟତାରେ 108 ଆମ୍ବୁଲାନ୍ସରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍ ମଧ୍ୟରୁ ଗୋଟିଏ ଗାଡ଼ି ନମ୍ବର OD 33 AK 7791 7 ମାଇଲ ଫାଣ୍ଡି ଦ୍ୱାରା ଜବତ ହୋଇଥିବା ବେଳେ ଚୌବନପୁର ଆହତ ବ୍ୟକ୍ତି ଜଣକୁ ସମ୍ପର୍କୀୟ ଲୋକମାନେ ଘରକୁ ନେଇ ଯାଇଥିବାର ସୂଚନା ମିଳିଛି। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।